ଦିଲ୍ଲୀ କଥା ମୁଁ ଜାଣିନି। ମୁଁ ଭାଇ ଦୌଡ଼ କେବଳ ଶଙ୍ଖ ଭବନ ପର୍ଯ୍ୟନ୍ତ, ନବୀନ ନିବାସ ପର୍ଯ୍ୟନ୍ତ। ସେତିକି ଖବର ପଚାରିବେ, ମୁଁ ଯେତିକି ଜାଣିଛି କହିବି ଆପଣଙ୍କୁ। ନାଇଁ ମୁଁ ଜାଣିନି ବା ସେ ବିଷୟରେ କିଛି। ମୁଁ ଜାଣିନି, ଆପଣମାନେ ଯଦି ଜାଣିଥିବେ କହୁନାହାନ୍ତି। ମୋର ସମସ୍ତଙ୍କ ସହିତ ଭଲ, ବିଜୁ ଜନତା ଦଳର ସମସ୍ତ କର୍ମୀଙ୍କ ସହିତ, ନେତାଙ୍କ ସହିତ ମୋର ବହୁତ ଭଲ। ମୋର କୋଉ ନେତାଙ୍କ ସହିତ ଖରାପ କହୁନାହାନ୍ତି, ମୋର ସବୁ ନେତାଙ୍କ ସହିତ ଭଲ। ଏପଟେ ଅମିତ ଶାହଙ୍କର ଯୋଉ 4 ତାରିଖ ଗସ୍ତ ହଉଛି, ସେ ଭିତରେ କୋଉଠି ଗୋଟେ ବିଜେଡି ଆଉ ବିଜେପିର ପୁଣି ଗୋଟେ ଡିଲ୍ କଥା ମୁଁ ସେଗୁଡ଼ା ଜାଣିନି। ସିଏ ବଡ଼ ବଡ଼ିଆ କଥା ସବୁ, ମୁଁ ସେଗୁଡ଼ାରେ ପଶେନି। ମତେ ଆପଣ ବିଞ୍ଝାରପୁର କଥା ପଚାରିବେ, ବିଜୁ ଜନତା ଦଳ ଶଙ୍ଖ ଚିହ୍ନ, ନବୀନ ପଟ୍ଟନାୟକଙ୍କ କଥା ପଚାରିବେ, ମୁଁ ସେତିକି କହିପାରିବି। ଆଉ ସେ ଦିଲ୍ଲୀ ନେତାଙ୍କ କଥା ମୁଁ ଜାଣିନି, ମୁଁ ସେ ବିଷୟରେ କେମିତି କହିବି? ନା ମୁଁ ଜାଣିନି। ନାଇଁ ମୁଁ ଜାଣିନି ସେ ବିଷୟରେ, ମୋ ପାଖରେ କିଛି ଖବର ନାହିଁ। ଦିଲ୍ଲୀ କଥା ମୁଁ ଜାଣିନି। ମୁଁ ଭାଇ ଦୌଡ଼ କେବଳ ଶଙ୍ଖ ଭବନ ପର୍ଯ୍ୟନ୍ତ, ନବୀନ ନିବାସ ପର୍ଯ୍ୟନ୍ତ। ସେତିକି ଖବର ପଚାରିବେ, ମୁଁ ଯେତିକି ଜାଣିଛି କହିବି ଆପଣଙ୍କୁ। ନାଇଁ ମୁଁ ଜାଣିନି ବା ସେ ବିଷୟରେ କିଛି। ମୁଁ ଜାଣିନି, ଆପଣମାନେ ଯଦି ଜାଣିଥିବେ କହୁନାହାନ୍ତି। ସବୁଠୁ ବେଶୀ ଜୋରେ ଚର୍ଚ୍ଚା ଯେ ବିଜେଡି ବିଜେପି କୋଣରେ ନା ମୁଁ ସେ ବିଷୟରେ ଜାଣିନି। ମୋ ପାଖରେ କିଛି ଖବର ନାହିଁ। ନାଇଁ ମୋ ପାଖରେ ସେମିତି କିଛି ଖବର ନାହିଁ। ଆପଣଙ୍କ ପାଖରେ ଯଦି କିଛି ଖବର ଅଛି ମତେ କୁହନ୍ତୁ। ମୁଁ ଜାଣିନି ସେ ବିଷୟରେ କିଛି। ସୁଜାତା ମ୍ୟାଡାମ ଏବେ ବର୍ତ୍ତମାନ ଆସିଲା ପରେ ଯାଜପୁର କେବେ ଯାଉଛନ୍ତି? ପ୍ରୋଗ୍ରାମ ହେଇନି, କିଛି କହିନାହାନ୍ତି ଏପର୍ଯ୍ୟନ୍ତ। ସେ କହିନାହାନ୍ତି ତ କିଛି ପ୍ରୋଗ୍ରାମ ହେଇନି। ମୁଁ ଜାଣିନି ସେ ବିଷୟରେ। ଯାଜପୁର କେବେ ଯିବେ, ଯେବେ ଯିବେ ଦଳ ପ୍ରୋଗ୍ରାମ ଆଟେଣ୍ଡ କରିବେ, ଅସୁବିଧା ହଁ ସମ୍ପର୍କ ମୋର ତ ଦଳରେ କାହାରି ସହିତ ଖରାପ ନାହିଁ। ମୋର ତ ବିଜୁ ଜନତା ଦଳରେ ସମସ୍ତଙ୍କ ସହିତ ଭଲ। ମୋର ସମସ୍ତଙ୍କ ସହିତ ଭଲ। ବିଜୁ ଜନତା ଦଳର ସମସ୍ତ କର୍ମୀଙ୍କ ସହିତ, ନେତାଙ୍କ ସହିତ ମୋର ବହୁତ ଭଲ। ମୋର କୋଉ ନେତାଙ୍କ ସହିତ ଖରାପ କହୁନାହାନ୍ତି, ମୋର ସବୁ ନେତାଙ୍କ ସହିତ ଭଲ। ମୋର କୋଉ ନେତାଙ୍କ ସହିତ ଖରାପ ନାହିଁ କି କୋଉ କର୍ମୀଙ୍କ ସହିତ ଖରାପ। କିନ୍ତୁ ଯାହା ବି ହଉ, କିନ୍ତୁ ସୁଜାତା ମ୍ୟାଡାମ ଟିକେ ସ୍ପେଶାଲ ତେଣୁକରି ଏବେ ଜଏନ୍ କଲା ପରେ ସମସ୍ତେ ଖୁସି ହେଇଥିଲେ। ତେଣୁକରି ପ୍ରଥମ ଭାବୁଛି ବୋଧେ ଯାଜପୁର ଯିବେ ଗଲେ ଭଲ। ଦଳ ସଂଗଠନ ପାଇଁ ସେ ଯଦି ଯାଜପୁର ଯାଆନ୍ତି କିଛି ଅସୁବିଧା ନାହିଁ ତ। ଯାଜପୁର ଗଲେ ଦଳ ସଂଗଠନ ବିଷୟରେ ଆଲୋଚନା କରିବେ। ଯାହା ଯାହା ଚାହିଁବେ ସଂଗଠନ ପାଇଁ, ଯୋଉ ପ୍ରକାର ମିଟିଂ କରିବାକୁ ଚାହିଁବେ କରିକି ଆସିବେ, କିଛି ଅସୁବିଧା ନାହିଁ। ଦଳ ପାଇଁ ସେ ଯୋଉଠିକି ଯିବେ କିଛି ତ ଅସୁବିଧା ନାହିଁ। ପିଏସି ମେମ୍ବର ହେବା ପରେ ନବୀନ ବାବୁଙ୍କୁ ଯାଇକି ଭେଟିଲେ, କଣ ଆଲୋଚନା? ଆଉ ତାପରେ ଏଇ ଯୋଉ ପିଏସି ମେମ୍ବର ଭିତରେ କଣ କୋଉ ସ୍ଟେପ ନେବେ ବୋଲି କିଛି ଡିସ୍କସନ ହେଲା? ନାହିଁ, ଯେହେତୁ କମିଟି ମିଟିଂ ବସି ନାହିଁ, କମିଟି ମିଟିଂ ଆଗରୁ କିଛି ପ୍ରେସକୁ କୁହାଯାଇ ପାରିବ ନାହିଁ। କାରଣ ଏଇଟା ଆସେମ୍ବଲିର ଇଣ୍ଟରନାଲ, ଡିପାର୍ଟମେଣ୍ଟର ଇଣ୍ଟରନାଲ କଥା, ଆସେମ୍ବଲିର ଇଣ୍ଟରନାଲ କଥା। ତାକୁ ଆମେ ପ୍ରେସକୁ ଆଗତୁରା କହିପାରିବୁନୁ। ଯେହେତୁ ମିଟିଂ ବସି ନାହିଁ, କଣ ଆକ୍ସନ ହବ ନ ହବ ମେମ୍ବର ମାନେ ବସିବେ, ବସିକି ଆଲୋଚନା କରିକି ମେମ୍ବର ମାନେ ଯାହା ଚାହିଁବେ, ସମସ୍ତଙ୍କର ମତାମତ ନେଇକି ଯାହା ଆକ୍ସନ ନିଆହବା କଥା ନିଆହବ। ସିଏ କୁହନ୍ତି, ସେମାନେ ଭୁଲ କଲେ ବୋଲି କଣ ଆମେ ଭୁଲ କରିବୁ? ସେମାନେ ସେମାନଙ୍କର ଯେତେ ପ୍ରକାର ଭୁଲ କରିବା କଥା ସବୁ ବିଭାଗରେ ସେ କରିଯାଉଛନ୍ତି, ସବୁ ଜାଗାରେ କରୁଛନ୍ତି। ଆମେ କଣ ସେ କଥା ଭୁଲ କରିବୁ? ଆସେମ୍ବଲିର ନିୟମ ହେଉଛି ମିଟିଂ ବସିବା ପୂର୍ବରୁ କୌଣସି ଜିନିଷ ପଦାକୁ ଯାଇପାରିବ ନାହିଁ ନିୟମ ଅନୁସାରେ। ଯେହେତୁ ଆସେମ୍ବଲି କମିଟି ବସି ନାହିଁ, ମେମ୍ବର ମାନଙ୍କର ମତାମତ ନିଆଯାଇ ନାହିଁ, ପିଏସି କଣ ଭବିଷ୍ୟତରେ କରିବ, ଯାହା ମେମ୍ବର ମାନେ ମତାମତ ଦେବେ ସେଇ ଅନୁସାରେ ନାଇଁ ମେମ୍ବର ମାନଙ୍କ ମତାମତ ନାଇଁ। ଫାର୍ଷ୍ଟ ପ୍ରାୟୋରିଟି କଣ, ସେକେଣ୍ଡ ପ୍ରାୟୋରିଟି କଣ, ସେଟା ମେମ୍ବର ମାନେ ଯାହା କହିବେ ସେଇ ଅନୁସାରେ କରାହବ। ସେଟା ଚେୟାରମ୍ୟାନ ଏକୁଟିଆ ନିଷ୍ପତ୍ତି ନେଇପାରିବେ ନାହିଁ। ମୁଁ ଏକୁଟିଆ ନିଷ୍ପତ୍ତି ନେଇପାରିବି ନାହିଁ କୋଉଟା ନିଆହବ କୋଉଟା ନ ନିଆହବ, ସେଟା ମୁଁ ଏକୁଟିଆ ନେଇପାରିବିନି। ସରକାର ଗୋଟେ ବିଚାର କଲେ କି ନାଇଁ ଆମ ବହୁତ ଭୁଲରେ ଗୋଟେ ସଂଶୋଧନର ଆବଶ୍ୟକତା ଅଛି, ସେଇଥିପାଇଁ ଆପଣଙ୍କୁ ବାଛିଲେ କି? ନା ସେମିତି ସରକାରଙ୍କର କିଛି ନାହିଁ ତ। ଯୋଉମାନେ ବିରୋଧୀ ଦଳରେ ରୁହନ୍ତି, ବିରୋଧୀ ଦଳର ନେତା, ସେମାନେ ହେବେ ପିଏସି ର ଚେୟାରମ୍ୟାନ। ଏଇଟା ତ ନିୟମ ରହିଛି। ସେଇ ଅନୁସାରେ ବିରୋଧୀ ଦଳର ନେତାଙ୍କ ରେକମେଣ୍ଡେସନରେ ମୁଁ ଚେୟାରମ୍ୟାନ ହେଇଛି। ତେଣୁ ଚେୟାରମ୍ୟାନ ଯେତେବେଳେ ମିଟିଂ ଡାକିବେ, ଯୋଉମାନେ ମେମ୍ବର ଅଛନ୍ତି ସେମାନଙ୍କର ମତାମତ ନେଇକି ମେମ୍ବର ମାନେ ଯୋଉ ଅନୁସାରେ କହିବେ ସେଇ ଅନୁସାରେ କମିଟି ପରିଚାଳିତ ହେବ। ହଁ, ସଂଗଠନ କଥା ଆଲୋଚନା କଲୁ। ସଂଗଠନ କିଭଳି ଭାବରେ ତଳ ସ୍ତରରେ ସୁଦୃଢ ହବ ଏବଂ ସବୁ ଜିଲ୍ଲା କଥା ଏବଂ SIR କଥା, ସବୁ କଥା ଆଲୋଚନା